समस्त को नमस्कार। ମୁଁ ଆଜି ଅଛି ଭୁବନେଶ୍ୱର ଉପକଣ୍ଠ ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ। ଯେଉଁ ସାଲିଆସାହିରେ କି ଆଦିବାସୀ ଗାଁ, ସେ ଆଦିବାସୀ ଗାଁରେ ପାଳନ କରୁଛନ୍ତି 80ତମ ସ୍ୱାଧୀନତା ଦିବସ। ଅଲ୍ ଇଣ୍ଡିଆ ଆଦିବାସୀ ସଂଗଠନର କର୍ମକର୍ତ୍ତା ଏବଂ ବୀର ସେଦକାନ ୟୁଥ୍ କ୍ଲବର କର୍ମକର୍ତ୍ତାମାନେ ମିଶି ଆଜି ପାଳିତ କରୁଛନ୍ତି 80ତମ ସ୍ୱାଧୀନତା ଦିବସ। ଏହି ଅବସରରେ ସାଲିଆସାହିର କିଛି ବ୍ୟକ୍ତି ଏବଂ ଆଦିବାସୀ ବନବାସୀ ଏବଂ ପାରମ୍ପରିକ ବନବାସୀ ମିଶି ପାଳନ କରୁଛନ୍ତି ଏହି ସ୍ୱାଧୀନତା ଦିବସ। ମୁଁ ଆପଣଙ୍କୁ ଦେଖାଉଛି ସେ ଚିତ୍ର ଯାହାକି ଆଦିବାସୀମାନେ ପାଳୁଛନ୍ତି ମକର 80ତମ ସ୍ୱାଧୀନତା ଦିବସ। ସଂକ୍ରାନ୍ତିରେ ହେଇଥାଏ ଆଉ ଅନା ରହି ତାର 1645 ମସିହା କାहे କନା ଅନା ଜାନା ମୋ ନାଁ ଉଦୟ ମାଝୀ। ମୁଁ ରିଟାୟାର୍ଡ ଫାଇନାନ୍ସିଆଲ ଆଡଭାଇଜର ଇଣ୍ଡିଆନ୍ ରେଲୱେ। ଆଉ ମୁଁ ରହୁଛି ଏଇନା ଟଙ୍କପାଣି ରୋଡ ଭୁବନେଶ୍ୱର। ସାର୍ ଆଜି ସାଲିଆସାହିରେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି, କେମିତି ଅନୁଭବ କରୁଛନ୍ତି? ଦେଖନ୍ତୁ ଆଜି ତ ମୋର ତ ଆସିବାର ଲେଟ୍ ହେଇଗଲା। ନ ମୁଁ କହିଥିଲି ମୁଁ ଲେଟ୍ ହେଲେ ବି ନିଶ୍ଚୟ ସାଲିଆସାହି ଯିବି। ସେଇ ହିସାବରେ ମୁଁ ଆସିଲି। ମୁଁ ଆସିଲା ବେଳକୁ ଯେତେବେଳେ ବର୍ଷା ହେଇଗଲା ସେପଟେ ରହିଯାଇଥିଲି। ତା ଯାହା ହଉ ପହଞ୍ଚିଲି। ଆପଣମାନେ ଅଛନ୍ତି, ଦେଖା ହେଲା, ଦେଖା ହେଇ ଯିବା ଗୋଟେ କିନ୍ତୁ ଭଲ ଲାଗିଲା। ଏଠି ଆମ ଆଦିବାସୀ ବସ୍ତିରେ ଆଦିବାସୀଙ୍କୁ ଯେମିତିକା ସ୍ୱାଧୀନତା କ'ଣ ସେଇ ବିଷୟରେ ମାନେ ସାଲ ବାବୁ ଆଉ ଅନ୍ୟାନ୍ୟ ଯେଉଁମାନେ ପୁରୁଖା ଲୋକ ସେମାନେ ବୁଝାଉଛନ୍ତି। ଆଉ ପିଲାମାନେ ବି ଆସୁଛନ୍ତି। ସ୍କୁଲ ଏଠି ଗୋଟେ ହେଇଛି। ଏଇ ସ୍କୁଲରେ ଆମର ସାନ୍ତାଳୀ ଭାଷା ବି ପଢ଼ାଯାଏ। ସେଇଥିପାଇଁ ମୁଁ ବହୁତ ଖୁସି। ସାର୍ ଆଜି 80ତମ ସ୍ୱାଧୀନତା ଦିବସ ପାଳନ ହେଉଛି, ତ ଆଦିବାସୀମାନେ ପ୍ରଥମ ଥିଲେ ଏ ସ୍ୱାଧୀନତା ଦିବସ ସଂଗ୍ରାମ ଲଢ଼େଇରେ, କିନ୍ତୁ ଆଜି ଆଦିବାସୀମାନେ ତାଙ୍କର ଅଧିକାର ପ୍ରକୃତରେ ପାଇଛନ୍ତି। ଦେଖନ୍ତୁ ଏଇ 80ତମ ଆମେ ସ୍ୱାଧୀନତା ଦିବସ ପାଳନ କରୁଛୁ। ଖୁସିର କଥା, ମୋର ବି ଏଇ ଜୁଲାଇରେ ମୋର ବି 80 ବର୍ଷ ମୋର ବି ହେଲା। ସେଇ ହିସାବରେ ମୁଁ ବହୁତ ଖୁସି ଯେ କିନ୍ତୁ ମୁଁ ନିଜେ ଅନୁଭବ କରିଛି। ମୁଁ ଆନ୍ଧ୍ରପ୍ରଦେଶରେ ଅଧ୍ୟାପକ ଥିଲି। ଯେଉଁ ଆନ୍ଧ୍ରପ୍ରଦେଶ କହିଲେ ଆଦିବାସୀ ବିଷୟରେ ଯେଉଁମାନେ ପଢ଼ନ୍ତି ସେଇ ଆଦିବାସୀଙ୍କ ବିଷୟରେ ପଢ଼େଇଛି। ସେଇ ହିସାବରେ ମୁଁ ଯାହା ଅନୁଭବ କରିଛି ଯେ ଆମ ଆଦିବାସୀମାନେ ବର୍ତ୍ତମାନ ସୁଦ୍ଧା ତାଙ୍କର ଯେଉଁ ହିସାବରେ ସ୍ୱାଧୀନତା ପାଇବା କଥା ପାଇନାହାନ୍ତି। ବଡ଼ ସ୍ୱାଧୀନତା ହେଉଛି ମୁଁ କହିବି ଯେ ଆମେ ବର୍ତ୍ତମାନ ସୁଦ୍ଧା ଆମ ଭାଷାରେ ଶିକ୍ଷା ପାଇପାରିନାହୁଁ। ଆମର ଏଇନା ଦାବି ହେଉଛି କେଜି ଟୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଆମେ ପଢ଼ିବୁ। ଆଉ ଆମ ଭାଷାରେ ଆଇଏଏସ୍ ବି ଲେଖିବୁ ଆଉ ବଡ଼ ଅଫିସର ହେବୁ। ସେଇଟା ମୋର ଆଜିର ଯୁବପିଢ଼ିକୁ କ'ଣ କହିବେ? ଆମ ଯୁବପିଢ଼ିଙ୍କୁ ମୁଁ ଏଇଆ କହିବି, ତୁମେ ତୁମ ଗାଁକୁ କେବେ ଭୁଲନି। ତୁମେ ଗାଁରୁ ପଢ଼ି ଆସିଛ। ଗାଁର ଯେଉଁମାନେ ଗରିବ ସେମାନଙ୍କୁ ଟିକେ ସାହାଯ୍ୟ କରିବ। ଆଉ ଆଉ ତୁମେ ବଢ଼ିବା ସହିତ ଅନ୍ୟମାନଙ୍କୁ ବି ଆଦିବାସୀ ବଢ଼ାଅ। ସଂଗଠନର ସାର୍ ଅଛନ୍ତି। ସାର୍ କେମିତି ଲାଗୁଛି ଆଜି ସାଲିଆସାହିର ସ୍ୱାଧୀନତା ଦିବସ? ନମସ୍କାର, ମୁଁ ଛୋଟରାଇ ମୁର୍ମୁ, ଆସିକା ଭୁବନେଶ୍ୱର ବ୍ରାଞ୍ଚର ଉପଦେଷ୍ଟା। ଆଉ ଆଜିର ଏଇ ପ୍ରୋଗ୍ରାମଟି ମୋତେ ବହୁତ ଭଲ ଲାଗିଲା ଯେ ଆଦିବାସୀ ପଡ଼ାରେ ଏମିତିକା ଜାକଜମକରେ ଏତିକି ଖୁସିର ସହିତ ମିଳିତ ଭାବରେ ସ୍ୱାଧୀନତା ଦିବସ ପାଳନ କରାଯିବାଟା ମୋତେ ବହୁତ ଖୁସି ରହୁଛି। ଏବଂ ମୁଁ ତ ଅଳ୍ପ କିଛି ବର୍ଷ ହେଲା ଆସିଲି এই ପ୍ରୋଗ୍ରାମକୁ ଆଟେଣ୍ଡ କରିଛି, କିନ୍ତୁ ଯେତିକି ଆଟେଣ୍ଡ କରି ଆସୁଛି ମୁଁ ଦେଖୁଛି ଭଲ ମିଳିତ ଭାବରେ ପିଲାମାନଙ୍କ ଠାରୁ ଆରମ୍ଭ କରି ଆମର କର୍ମକର୍ତ୍ତା ସିଧୋକାହ୍ନୁ ୟୁଥ୍ କ୍ଲବର କର୍ମକର୍ତ୍ତା, ଆସେକା ଭୁବନେଶ୍ୱର କର୍ମକର୍ତ୍ତା ଏବଂ ଅନ୍ୟ ପଡ଼ାର ବାସିନ୍ଦା ଏବଂ ଅନ୍ୟ ସାହି ଭାଇମାନେ ସେମାନଙ୍କର ସହଯୋଗରେ ମିଳିତ ଭାବରେ ଏ କାର୍ଯ୍ୟକ୍ରମଟି ସୁରୁଖୁରୁରେ ଚାଲୁଛି। ଏସବୁ ଦେଖି ମୋତେ ଯେଉଁ ମନରେ ଯେଉଁ ଜାତୀୟ ପ୍ରାଣ ଭାବ ପୋଷଣ କରିଥିଲେ ଏବଂ ଯେଉଁ ବାର୍ତ୍ତା ଦେଶବାସୀଙ୍କୁ ଦେଇଥିଲେ ଏବଂ କାମରେ ଲଗାଉଥିଲେ, ଲୋକମାନଙ୍କୁ ମଧ୍ୟ ଅନୁପ୍ରାଣିତ କରୁଥିଲେ। ଯେମିତିକି ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ସେ କହିଥିଲେ, ସ୍ୱାଧୀନତାକୁ ମାଗିଲେ ମିଳେ ନାହିଁ, ତାକୁ ଦାବିକି କରି ଛଡ଼େଇକି ନିଆଯାଏ। ସେମିତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ କହିଥିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ତାମାନେ ଆମେ ମାନେ ନିଜକୁ ଉତ୍ସର୍ଗୀକୃତ କରିବା ଦରକାର। ସାର୍ ସ୍ୱାଧୀନତା ହବାରେ ପ୍ରଥମେ ଆଦିବାସୀମାନେ ହିଁ ଥିଲେ, କିନ୍ତୁ ଆମେ ଏବେ ଦେଖିବାକୁ ପାଉଛୁ ଆଦିବାସୀମାନଙ୍କର କୌଣସି ଅଧିକାର ଅଛି କି ନା ଅଛି? ମୁଁ ଯେତିକି ଜାଣୁଛି ଆଦିବାସୀମାନେ ଯେଉଁ ଅଧିକାର ପାଇବା କଥା ସେଥିରୁ ଅନେକାଂଶରେ ବଞ୍ଚିତ ହେଉଛନ୍ତି। ବିଶେଷତଃ ଆଦିବାସୀମାନଙ୍କର ସ୍କୁଲ କଲେଜର ପାଠପଢ଼ା ଠାରୁ ଆରମ୍ଭ କରି
ଆଉ ଆମର ବିଶେଷତଃ ଆଦିବାସୀମାନଙ୍କର ଯେଉଁ ପାଠପଢ଼ାର ଉନ୍ନତି ଏବଂ ଭାଷାର ଉନ୍ନତି ଏଥିରେ ସରକାର ବାହାଦୁର ବୋଧେ ଠିକ୍ ଭାବରେ ଆନ୍ତରିକତା ଦେଖାଉନାହାନ୍ତି ପଦକ୍ଷେପ ନେବା ପାଇଁ ଏବଂ ଆମର ଯେଉଁ ବିଶେଷତଃ ସାହି ବା ବସ୍ତିମାନଙ୍କରେ ଯେଉଁମାନେ ବି ରହିଛନ୍ତି ସେମାନେ ଯେଉଁ ଭାବରେ ବିତାଡ଼ିତ ହେଇଯାଉଛନ୍ତି ବିସ୍ଥାପିତ ହେଇଯାଉଛନ୍ତି ତାଙ୍କୁ ଅଧିକାର ଏମିତି ମିଳୁନି। ତାଙ୍କର ଅଧିକାର ପାଇଲା ଭଳି ଲାଗୁନାହିଁ ଯଦି ତାଙ୍କୁ ବିସ୍ଥାପିତ କରାଯାଉଛି ପ୍ରଥମେ ତାଙ୍କର ଥଇଥାନର ବ୍ୟବସ୍ଥା କରିପାରିଥାନ୍ତେ। ସ୍ୱାଧୀନତା ଦିବସ ଏଠି ପାଳନ କରାଯାଉଛି ଆମର ଆସିକା ବ୍ରାଞ୍ଚ ଭୁବନେଶ୍ୱର ଏବଂ ବୀର ସୁଧ କାହ୍ନୁ କ୍ଲବ ମିଶିକି ଆମେ କରୁଛୁ କିନ୍ତୁ ବହୁତ ସୁନ୍ଦର ଲାଗୁଛି ପାଳନ କରିବାକୁ। ସାର୍ ଏଠି ବସ୍ତି ଗରିବ ପିଲା ବସ୍ତି ବାସିନ୍ଦା ପିଲା ପାଇଛନ୍ତି ନା ନାଇଁ ତାଙ୍କ ଅଧିକାର? ସେଇଟା ମୁଁ ଦେଖିକି ତାଙ୍କର ଚାଲିଚଳନ ଏବଂ ଶିକ୍ଷାଗତ ଏବଂ ଘର ଦ୍ୱାର ଦେଖି ଟିକେ ବହୁତ ଦୁଃଖ ଲାଗିଲା କାହିଁକି ନା 80 ବର୍ଷ ହେଲାଣି ସ୍ୱାଧୀନ ହେଲା ପରେ ଏ ଭାରତବର୍ଷ ହେଲେ ବି ଏଇ ଅବସ୍ଥାରେ ହିଁ ରହିଛନ୍ତି। ସାର୍ ସାଲିଆ ସାହିରେ ଯୋଉ ଗରିବ ଲୋକମାନେ ଅଛନ୍ତି ତାଙ୍କୁ କିଛି ଅଧିକାର ମିଳୁଛି? ଅଧିକାର ପାଇଲା ଭଳି କିଛି ଦେଖାଯାଉନି କାହିଁକି ନା ଏଇ ବସ୍ତିର ଯେକୌଣସି ସରକାରଙ୍କର ଯୋଜନା ଅନୁସାରେ ଘର ଭଙ୍ଗା ହେଲେ ସୁଦ୍ଧା ସେମାନେ ଥଇଥାନ ପାଇପାରୁନାହାନ୍ତି। ସାର୍ ମନ୍ତ୍ରୀ ଆପଣଙ୍କର ରାଷ୍ଟ୍ରପତି ଆପଣଙ୍କର ଆଦିବାସୀ ଲୋକ ଆଜି ବି ତାଡ଼ା ମାନେ ଶିକାର ହଉଛନ୍ତି କେମିତି କଣ ଆଦିବାସୀ ଏ ଯୋଉ ଆମର ପାଳୁଛନ୍ତି ବର୍ତ୍ତମାନ 80ତମ ସ୍ୱାଧୀନତା ଦିବସ ଆପଣଙ୍କୁ ସ୍ୱାଧୀନତାର କିଛି ସ୍ୱାଦ ଚାଖିଲା ଭଳିଆ ଲାଗୁଛି ଆଦିବାସୀ? କିଛି ଲାଗୁନାହିଁ ଆଜ୍ଞା ଆଜ୍ଞା କାହିଁକି ନା ଆମରି ଲୋକ ଥାଇକି ବି ଆଦିବାସୀ ଉପରେ ନଜର ପଡୁନି। ଆଜ୍ଞା ଆଜ୍ଞା କଣ କହିବେ ଯୁବପିଢି ମାନଙ୍କୁ? ଯୁବପିଢ଼ିମାନଙ୍କୁ ମୁଁ କହୁଛି ଆମର ଯେତିକି ଆଦିବାସୀ ଭାଇ ବନ୍ଧୁମାନେ ଅଛନ୍ତି ସେମାନେ ଏକତ୍ରିତ ହେବା ଏବଂ ତାଙ୍କର ଅଧିକାର କେମିତି ଅଧିକାର ଦେଉଛନ୍ତି ଭୋଟ ଦେଉଛନ୍ତି ସେ ଅନୁସାରେ ତାଙ୍କର ହକ୍ କିଛି ପାଇପାରୁନାହାନ୍ତି କାହିଁକି ନା ତାଙ୍କର ଆଦିବାସୀଙ୍କର ସମାଜ ଅଛି ସଂସ୍କୃତି ଅଛି ଲେଖା ଅଛି ବିଭିନ୍ନ ତାଙ୍କର ଧର୍ମ ଅଛି ସେଇଥିରୁ ବହୁତ ଦୂରରେ ରହିଛନ୍ତି। ତ କଥା ଦେଖିଲେ ଆପଣ ହଉଛନ୍ତି ମୂଳ ବାସିନ୍ଦା କିନ୍ତୁ ଆପଣଙ୍କୁ ଅଧିକାର ମିଳୁନି। ଆମର ମୂଳ ବାସିନ୍ଦା ଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଆମର କିଛି ମାନେ ଉନ୍ନତି ଭାବରେ କିଛି ଆମେ ଉନ୍ନତି କରିପାରୁନୁ। ଆଗକୁ କଣ କରିବେ ଆଜ୍ଞା? ଆଗକୁ ଆଉ କ'ଣ କରିବା ବହୁତ ଦୁଃଖର ବିଷୟ ଏଇ ମାନେ 80ତମ ସ୍ୱାଧୀନତା ହେଲା ପରେ ମାନେ ସ୍ୱାଧୀନ ଭାବରେ ଆମେ ରହିପାରୁନୁ ମାନେ ଯେଉଁ ଅଧିକାର ସାବ୍ୟସ୍ତ କରୁଛୁ ସେଇ ଅଧିକାର ଅନୁସାରେ କିଛି ଲାଭ ପାଇପାରୁନାହିଁ ଏବଂ ଆଦିବାସୀ ହିଁ ସେଇଭଳିଆ ଅବସ୍ଥାରେ ରହିଛନ୍ତି କାହିଁକି